ଅନ୍ତୁଳିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଚିଦାନନ୍ଦ ସେଠୀଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ। ପରେ ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କୁ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ, ଶିକ୍ଷକ ଶୁଭ୍ରରାଜ ଦୀକ୍ଷିତ, ସୁଦାମ ନାୟକ, ରାମକୃଷ୍ଣ ନାୟକ, ଦେବେନ୍ଦ୍ର ନାୟକ, ବିପ୍ଳବ ମଲ୍ଲିକ, ଯଜ୍ଞ ନାୟକ, ଶିକ୍ଷୟିତ୍ରୀ ବିଧୁବାଳା ଦେହୁରୀ ଓ ପଦ୍ମିନୀ ନାୟକ ପ୍ରମୁଖ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହିତ ମାତାପିତା ସର୍ବଶ୍ରେଷ୍ଠ ଗୁରୁ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଅନୁଗୋଳରୁ ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍। ତ ସବୁ ଶ୍ରେଣୀରୁ ଅତି କମରେ 4 ଜଣ ପ୍ରସ୍ତୁତ ହେଇଥିବ ହେଲା ତ 4 ଜଣ ପ୍ରସ୍ତୁତ ହେଲା ଆସିକି 1 ରୁ 10 ତ କେତେ ଜଣ ହେଲାଣି 40 ଜଣ। ହଁ କି ନାହିଁ? ତମେ ଏଇଭଳି ଭାବରେ ପ୍ରସ୍ତୁତ ହେଇଥିବ କି ଆମେ ମଧ୍ୟ ମନା କରିବୁ ନା ଥାଉ ଆଉ ଆସନି। ବହୁତ ସଂଖ୍ୟାରେ ତମେ କହିସାରିଲଣି ଆଉ ଆସ ନାହିଁ। ବୁଝିଲା ତ? ଯଦି ପ୍ରସ୍ତୁତ 40 ପିଲା ହେଇଥିବେ ସନ୍ଧ୍ୟା ହେଇଗଲେ ମଧ୍ୟ ଆମେ ଏଠି ବସୁ। ବୁଝିଲୁ ପିଲା? ସେ ଅନୁସାରେ ପ୍ରସ୍ତୁତ ହେଇକି ଆସ। 40 ହଉ। ଆଜ୍ଞା।